ଦେଖନ୍ତୁ ବ୍ଲାଉଜର ଆଗ ସାଇଡଟା ଏଇଟା। ଏଇ ଗୋଲେରୁ 1.5 ଇଞ୍ଚରେ ଏମିତି ଚିହ୍ନ ଦେବେ। ଏଇଠୁ 1 ଇଞ୍ଚ ଉପରକୁ ଆମେ ଏମିତି ଚିହ୍ନ ଦେବା। ଏଇଠୁ ଆମେ ଏକ୍ସଟ୍ରା କପଡ଼ା ଯାହା ନେଇଥିବା ସେତିକିରେ ଏମିତି ଆମେ ଚିହ୍ନ ଦେଇଦେବା। ଚିହ୍ନରୁ 3 ଇଞ୍ଚ ଭିତରକୁ ଆମେ ଏମିତି ଚିହ୍ନ ଦେବା। 3 ଇଞ୍ଚ ଯୋଉଠି ଦେଇଥିବା ଆମେ ସେଇଠୁ ଏମିତି ସିଧା ଗାର ଟାଣି ନେବା। ଏମିତି ଏଇ ଜାଗାରୁ ଦେଖନ୍ତୁ, ଏଇ ଜାଗାରୁ ଆମେ ଏମିତି ଗୁଲେଇ ସେପ୍ ଦେଇଦେବା। ତାପରେ ଛାତିର 4 ଭାଗର 1 ଭାଗ ଆମେ ଏମିତି ନେବା, ଚିହ୍ନ ଦେବା। ତାପରେ ଏଇ ଚିହ୍ନରୁ 1 ଇଞ୍ଚ ତଳକୁ ଆମେ ଏମିତି ଚିହ୍ନ ଦେବା। 1 ଇଞ୍ଚ କିମ୍ବା 1 ଇଞ୍ଚ 2 ସୁତରେ ଚିହ୍ନ ଦେବେ ଆପଣମାନେ ଏମିତି ବ୍ଲାଉଜ ଦେଖିକିରି। ତାପରେ ଏଇ ଜାଗାରୁ ଆମେ ଏମିତି ସିଧା ଗାର ଟାଣିଦେବା। ଏଇଠୁ 1 ଇଞ୍ଚ ଉପରକୁ ଏମିତି ଚିହ୍ନ ଦେବା। କପର ମଝିରୁ ଏମିତି ଚିହ୍ନ ଦେବା। ଏଇଠୁ ଆମେ ଏମିତି କ୍ରସ୍ ଲାଇନ୍ ମାନେ ଗୁଲେଇ ସେପ୍ ଦେବା। କଟିଂ କଲା ବେଳକୁ ଆମେ ଗୁଲେଇରେ କଟିଂ କରିବା। ଦେଖନ୍ତୁ, ଆମେ ପ୍ରତ୍ୟେକ ବ୍ଲାଉଜରେ ଯୋଉପଟେ ଖାଜା ବଟମ ପଟି ହୁଏ ସାମ୍ନା ପଟେ ଆମେ 1/2 ଇଞ୍ଚ ନେଇଥାଉ। ତେଣୁ ଏଠି 1/2 ଇଞ୍ଚ ଆମେ ମାଇନସ୍ କରିନେବା। ଦେଖନ୍ତୁ, ଏଇ ଜାଗାରୁ ଆମେ ଏମିତି ଗୁଲେଇ ସେପ୍ରେ କଟିଂ କରିନେବା। ଏଇଟା ବ୍ଲାଉଜର କପ୍ ପିସ୍ ଆମର ବାହାରି ଯାଇଛି। ଆକୁ ନେଇ ଆମେ ଏବେ କେମିତି ସିଙ୍ଗଲ କଟ୍ରି କଟିଂ କରିବା ଦେଖନ୍ତୁ। ଏ ବ୍ଲାଉଜଟି ହେଉଛି ଛାତି 37, ତେଣୁ କପ୍ ବି ଛୋଟ ସାଇଜ। ତେଣୁ ମୁଁ ସିଲେଇ ପାଇଁ ଦେଖନ୍ତୁ ଏଇ ଜାଗାରେ ଉପରକୁ ଏମିତି ଗାର ଦେବେ। ଏଇଠୁ 1/2 ଇଞ୍ଚରେ ଏମିତି ଚିହ୍ନ ଦେବେ। ଛୋଟ ବ୍ଲାଉଜ ତେଣୁ ସାମ୍ନା ପଟ ମୁଁ ଅଧିକ 1/2 ଇଞ୍ଚ ନେଇଥିଲି। ତେଣୁ ମୁଁ ଏଇଠି ତଳକୁ 1 ଇଞ୍ଚରେ ଏମିତି ଚିହ୍ନ ଦେବି। ଦେଖନ୍ତୁ, ଏଇଠୁ ବି ଆମେ 1 ଇଞ୍ଚରେ ଚିହ୍ନ ଦେବା। ଏଇ ଜାଗାରୁ ଆମେ 1 ଇଞ୍ଚରେ ଏମିତି ଚିହ୍ନ ଦେବା। ଦେଖନ୍ତୁ, ତଳକୁ ବି ଆମେ 1 ଇଞ୍ଚ ତଳକୁ ଏମିତି ଚିହ୍ନ ଦେବା। ତାପରେ ତା ଗୁଲେଇ ସେପ୍ ଯେମିତି ଅଛି ସେମିତି ଗୁଲେଇ ସେପ୍ ଦେଇଦେବା। ଏପଟୁ ବି ଆମେ ଏମିତି ଆସ୍ତେ ଆସ୍ତେ ଏମିତି ଗୁଲେଇ ସେପ୍ ନେଇ ଯୋଉଠି ଆମେ 1/2 ଇଞ୍ଚରେ ରଖିଥିଲେ ସେଠି ମିଶେଇ ଦେବା। ଦେଖନ୍ତୁ, ଏପଟ ଲାଇନ୍ ଏମିତି ଆମେ ସ୍କେଲ ନେଇଯିବା କିମ୍ବା ହାତରେ ବି ଦେଇପାରିବେ ଆପଣ। ଏମିତି ଚିହ୍ନ ଦେଇଦେବେ। ଏଇଠୁ ତଳକୁ ଯୋଉ 1 ଇଞ୍ଚ ନେଇଥିଲେ ଆମେ ସେଇ ପଏଣ୍ଟକୁ ଏମିତି ମିଶେଇ ଦେବା। ଏବେ ଦେଖନ୍ତୁ, ଏପଟେ ବି ଏମିତି ଆମେ ମିଶେଇ ଦେବା। ଏଇଠି ମୁଁ 1 ଇଞ୍ଚର ଡାଣ୍ଟ ଯୋଉଟା 1 ଇଞ୍ଚର ଟେକିଂ କୁହାଯାଏ 1 ଇଞ୍ଚ ନେବି। ଦେଖନ୍ତୁ, ଏମିତି ରଖିବେ। ଆଉ ଥରେ ଚେକ୍ କରିନେବେ। ଏମିତି ହିସାବରେ ଚିହ୍ନ ଦେଇଦେବେ। ଦେଖନ୍ତୁ, କୋଟ୍ରି ସିଙ୍ଗଲ କୋଟ୍ରି ବ୍ଲାଉଜ କୁହାଯାଏ ୟାକୁ, ମାନେ ସିଙ୍ଗଲ କୋଟ୍ରି। ମଝିରୁ 1 ଇଞ୍ଚ ଏପଟେ 1 ଇଞ୍ଚ ଏପଟେ ଆମେ ଯୋଉ ପଏଣ୍ଟ ଚିହ୍ନ ଦେଇଥାଉଛି। ଦେଖନ୍ତୁ, 4 ଭାଗର 1 ଭାଗ ପ୍ଲସ୍ ଯୋଉ 1 ଇଞ୍ଚ ତଳକୁ ନେଇଥିଲେ 4 ଭାଗର 1 ଭାଗରେ ଏମିତି ଯୋଉ ଚିହ୍ନ ଦେଇଥିଲେ ସେଇଠି ଏଇଟା ପଏଣ୍ଟ କରିବା ଏମିତି। ତାପରେ ସ୍କେଲ ନେଇ ଆମେ ଏମିତି ତାକୁ ସେପ୍ ଦେଇଦେବା। ଦେଖନ୍ତୁ, ଏଇଟା ହେଉଛି ସିଙ୍ଗଲ କୋଟ୍ରି। ଏବେ ଆମେ କଟିଂ କରିନେବା। ଦେଖନ୍ତୁ, ସିଙ୍ଗଲ କୋଟ୍ରି କଟିଂ ହେଲା ପରେ ଏମିତି ରହେ। ଦେଖନ୍ତୁ, ଏଇଟା ମୁଁ 1 ଇଞ୍ଚର ମାନେ ଟେକିଂ ନେଇଛି ଏଇ ଜାଗାରେ।
କିନ୍ତୁ ଡବଲ କଟୋରୀର ମେଥଡ଼ ଅଲଗା। ଦେଖନ୍ତୁ ଏମିତି ରହିବ କଟୋରୀ, କିନ୍ତୁ ଡବଲ କଟୋରୀ ଯେଉଁଟାକି ଆମେ ବ୍ରା କଟ୍ ବୋଲି କହିଥାଉ ସେଇଟା ପରଫେକ୍ଟ ଫିଟିଂ ଆସିବ। ସିଙ୍ଗଲ କଟୋରୀ ପୁରା ତା ଅପେକ୍ଷା ଡବଲ କଟୋରୀ ଆହୁରି ପରଫେକ୍ଟ ଫିଟିଂ ଆସେ। ତେଣୁ ପରଫେକ୍ଟ ଫିଟିଂ କରିବା ପାଇଁ ଡବଲ କଟୋରୀ ହିଁ ଭଲ। ଦେଖନ୍ତୁ ଡବଲ କଟୋରୀ କାଟିବା ପାଇଁ ହେଲେ ଆମେ ଏମିତି ମଝିରେ ଦେଖନ୍ତୁ ଏଇ ମଝିରୁ ଆମେ ଏମିତି ଫୋଲ୍ଡ କରିବାକୁ ପଡ଼ିବ। ଆପଣ ଏଇ ଯେଉଁ ଦେଖନ୍ତୁ ଏଇ ଯେଉଁ ଉପରକୁ ଗୁଜିଆ ଅଛି ଆକୁ ମିଶେଇବିନି। ଏ ଯେଉଁ ଲେଫ୍ଟ ସାଇଡ୍ ଅଛି ଦେଖନ୍ତୁ ଏଇ ଜାଗାରେ ସମାନ କରିବେ, ଏମିତି ହିସାବରେ ରଖିବେ। ଦେଖନ୍ତୁ ଏଇ ଜାଗା ଅଧା ଇଞ୍ଚ ଆମର ବଢ଼ୁଛି, ଏମିତି ରଖିଲେ ଏମିତି ହିଁ ରଖିବାକୁ ପଡ଼ିବ। ତେଣୁ ଆମେ ଏଇ ଜାଗାରେ ଦେଖନ୍ତୁ ଟେଢ଼ା ଅଛି, ତେଣୁ 2 ସୁତ ଖଣ୍ଡେ ଏପଟେ କାଟିକିରି ଆମେ ସେପ୍ କରିବା। ଦେଖନ୍ତୁ ଏପଟେ ଆମେ 2 ସୁତ ଏମିତି ସେପ୍ ଦେଇଦେବା ବରାବର। ତାପରେ ଏଇ ମଝିରୁ ଆମେ ଏମିତି ଯେଉଁ ଲେଫ୍ଟ ସାଇଡ୍ ଦେଖନ୍ତୁ ଏପଟେ ସମାନ ହେବା ଦରକାର। ଏପଟେ ଯଦି ସମାନ ହେବ ତାହେଲେ ଯେଉଁ ମଝିର ରାଉଣ୍ଡ ସେପ୍ଟା ଦେଖନ୍ତୁ ଏଇ ଗୁଲିଆ ଜାଗା ଯେହେତୁ ଅଧ ଇଞ୍ଚ ଆମର ବଢ଼ି ଯାଉଛି, ତେଣୁ ଆମେ ନେକ୍ସଟ କାଟିଲା ବେଳକୁ ସେ ଅଧ ଇଞ୍ଚ ଆମେ ବଢ଼େଇବା। ଦେଖନ୍ତୁ ଏମିତି ରଖିବା, ସେପ୍ ଦେଇଦେବା, ଯେମିତି ଆମର କଟିଂ ଥିବ ସେପ୍ ଥିବ ସେମିତି ସେପ୍ ଦେବା। ଆଉ ଆଗକୁ ଏମିତି ଆମେ 2 ଇଞ୍ଚ ଖଣ୍ଡେ ଏମିତି ବଢ଼େଇବା। ଏଇ ଜାଗାରେ ଆମେ 2 ଇଞ୍ଚରେ ହିଁ ଚିହ୍ନ ଦେବା। ତଳପଟେ ଆମେ 1.5 ଇଞ୍ଚରେ ଏମିତି ଚିହ୍ନ ଦେବା। ତଳକୁ 1 ଇଞ୍ଚକୁ 2 ସୁତ କମ୍, ଛୋଟ ମାନେ 37 ଇଞ୍ଚ ଛାତି ବୋଲି 1 ଇଞ୍ଚକୁ 2 ସୁତ କମ୍। ଏଇଠୁ ଆମେ ଏମିତି ଗୁଲେଇ ସେପ୍ ଦେବା। ଦେଖନ୍ତୁ କଟିଂ ରେଡ଼ି। ଡବଲ କଟୋରୀରେ ମନେ ରଖିବେ କପ୍ ହିସାବରେ ମଝିରେ ସ୍କ୍ରେଚ୍ ମାନେ ଟାଙ୍କା ଦେବାକୁ ପଡ଼େ। ଦେଖନ୍ତୁ ରେଡ଼ି ହେଇଗଲା। ଯେହେତୁ ଛୋଟ ତେଣୁ ଆମେ ମଝିରେ ସ୍କ୍ରେଚ୍ ଦେଲା ସମୟରେ ଅଧ ଇଞ୍ଚରେ ଚିହ୍ନ ଦେବା। ଦେଖନ୍ତୁ ଯେଉଁ ସାଇଡ୍ 1.5 ଇଞ୍ଚରେ ଆମେ କାଟିଥିଲେ ସେଇଟା ଏମିତି ଉପରକୁ ରଖିବା। ଏଇଟା ସମାନ ହେବା ଦରକାର। ଏଇଠି ଆମେ ଏମିତି ଚିହ୍ନ ଦେବା, ଗୁଲେଇ ସେପ୍ ଏବେ ଦେଇଦେବା। ଏପଟେ ବି ଏମିତି ଆମେ ଚିହ୍ନ ଦେଇଦେବା। ଦେଖନ୍ତୁ ଏମିତି ହିସାବରେ ଚିହ୍ନ ଦେବେ। ତାପରେ ଆମର ଯେଉଁ ଏଇ ଜାଗାରେ ଅଧ ଇଞ୍ଚ ବଢ଼ିଥିଲା, ଆମେ ଦେଖନ୍ତୁ ଯେଉଁ ଅଧ ଇଞ୍ଚ ବଢ଼ିଛି ଏଇ ଜାଗା ଆମେ ତାକୁ ଏଇଠି ବଢ଼େଇବା। ଦେଖନ୍ତୁ ଏଇଠି ଯେଉଁ ଆମେ ଅଧ ଇଞ୍ଚ ମାନେ ଯେଉଁଠି ଚିହ୍ନା ଦେଇଥିଲେ ସେଇଠୁ ଅଧ ଇଞ୍ଚ ଉପରକୁ ଏମିତି ଚିହ୍ନ ଦେବା। ଏଇ ଜାଗାରେ ଏମିତି ସିଧା ହିସାବରେ ରଖିବା। ଦେଖନ୍ତୁ ଏମିତି ହିସାବରେ ଚିହ୍ନ ଦେଇଦେବା। ତାପରେ ଏଇଠି ଗୁଲେଇ ସେପ୍ ଦେଇଦେବା। ଏବେ କଟିଂ କରିବା। ଦେଖନ୍ତୁ ଏଇଟା ହେଉଛି ବହୁତ ଇଜି ଫର୍ମୁଲା। ବ୍ଲାଉଜ କଟିଂରେ କୌଣସି ପ୍ରକାର ମାନେ ମେଥଡ଼ ନଥାଏ, ସବୁ ଗୋଟେ ସୂତ୍ର। ବହୁତ ପ୍ରକାର ସୂତ୍ର ଅଛି, ଯେଉଁ ହିସାବରେ ବତେଇ ପାରିଲା। ଦେଖନ୍ତୁ ଏଇଟା ସିଙ୍ଗଲ କଟୋରୀ ଅପେକ୍ଷା ଡବଲ କଟୋରୀ ବେଟର, ମାନେ ଭଲ ମୋ ହିସାବରେ ଭଲ ଫିଟିଂ ବି ଆସିଥାଏ। ତେଣୁ ଆପଣମାନେ ଅଭ୍ୟାସ କରନ୍ତୁ ଡବଲ କଟୋରୀ କାଟିବା ପାଇଁ। ଆଉ କମ୍ ସମୟରେ ଏମିତି ହିସାବରେ ଆପଣମାନେ କାଟିପାରିବେ। ଇଏ ହେଉଛି ବହୁତ ଇଜି ମେଥଡ଼, ବହୁତ ଆରାମରେ କଟିଂ ହେଇପାରିବ। ଏଇଟା ବ୍ରା କଟ୍ କୁହାଯାଏ କିମ୍ବା ଡବଲ କଟୋରୀ କହିପାରିବେ ଆପଣ। ଦେଖନ୍ତୁ ଏହି ହିସାବରେ ଫିଟିଂ ହେବ, ପରଫେକ୍ଟଲି ପୁରା ଫିଟିଂ ଆସେ ଡବଲ କଟୋରୀ। ଯଦି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଲାଗେ ଭାଇକୁ ସପୋର୍ଟ ନିଶ୍ଚୟ କରିବେ, ଲାଇକ୍ ସବସ୍କ୍ରାଇବ୍ କରିବେ, ଜମାରୁ ଭୁଲିବେନି। ଦେଖନ୍ତୁ ନେକ୍ସଟ ଆପଣଙ୍କୁ ଯେଉଁ ଭିଡ଼ିଓ ଦରକାର କମେଣ୍ଟ କରନ୍ତୁ, ମୁଁ ସେଇ ହିସାବରେ ବତେଇବି। ଏହି ହିସାବରେ ଦେଖନ୍ତୁ ସିଙ୍ଗଲ କଟୋରୀ ଡବଲ କଟୋରୀ ଆମର ରେଡ଼ି ହେଇଯାଇଛି।